ଝୁରୁଛି ଓଡ଼ିଶା ଝୁରୁଛି କନ୍ଧମାଳ ମାଟି ଲୋକପ୍ରିୟ ପାଳକ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲଙ୍କୁ କନ୍ଧମାଳ ଜିଲ୍ଲାର ଲୋକପ୍ରିୟ ଖ୍ରୀଷ୍ଟିଆନ ଧର୍ମଯାଜକ ବିୟୋଗରେ ସମସ୍ତେ ମର୍ମାହତ। ଓଡ଼ିଶାର ସବୁ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଆଖିରେ ଲୁହ ଦେଇ ସବୁଦିନ ପାଇଁ ଛାଡ଼ି ଚାଲିଗଲେ ସମସ୍ତଙ୍କର ପ୍ରିୟ ଆଦରଣୀୟ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ। ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଗ୍ରାମ ନିବାସୀ ଅବସରପ୍ରାପ୍ତ ଶିକ୍ଷକ ସିଦ୍ଧେଶ୍ୱର ଦିଗାଲଙ୍କ ଜ୍ୟେଷ୍ଠ ପୁତ୍ର ବୋଲି ଜଣାପଡ଼ିଛି। କିଶୋର ଚନ୍ଦ୍ର ଦିଗାଲ ଜଣେ ଭଦ୍ର ବ୍ୟକ୍ତି, ଧର୍ମପରାୟଣ, ମିଷ୍ଟଭାଷୀ, ସରଳ ହୃଦୟବାନ, ପରୋପକାରୀ, ଶାନ୍ତଶୀଳ, ମେଳାପୀ, ଖ୍ରୀଷ୍ଟଧର୍ମ ପ୍ରଚାରକ, ସମସ୍ତଙ୍କର ଆଦର୍ଶ ପୁରୁଷ ଥିଲେ। ବହୁମୂଲ୍ୟ ନାମରେ ଆପଣଙ୍କର ଚ୍ୟାନେଲ ମାଧ୍ୟମରେ ମୁଁ କହିବା ପାଇଁ ଚାହେଁ, ଆଜି ଆମମାନଙ୍କ ଗହଣରେ ପ୍ରଭୁଙ୍କର ବିଶିଷ୍ଟ ଦାସ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ ସେ ଆପଣାର ଜଗତର ଯାତ୍ରା ସମାପ୍ତ କରି ଆପଣା ଅନନ୍ତ ରାଜ୍ୟରେ ପ୍ରବେଶ କରିଛନ୍ତି। ସେ ଏକ ଅନନ୍ୟ ପ୍ରତିଭାର ବ୍ୟକ୍ତିତ୍ୱ ଅଟନ୍ତି। ତାଙ୍କର ଶିକ୍ଷା, ତାଙ୍କର ଜୀବନଶୈଳୀ ଭିନ୍ନ ଅଟେ। ସେ ଓଡ଼ିଶାରେ ନୁହେଁ, କେବଳ ଓଡ଼ିଶା ବାହାରେ ରହିଥିବା ଅନେକ ଭାଇ ଭଉଣୀମାନଙ୍କ କତିରେ ସେ ପହଞ୍ଚି ପାରିଛନ୍ତି ତାଙ୍କ ସମୟରେ। ଆଉ ବିଶେଷ କରି ଆମେ ଖ୍ରୀଷ୍ଟିଆନ ବିଶ୍ୱାସ କରୁ ଯେ ଆମ ପାଇଁ ମୃତ୍ୟୁ ନାହିଁ, ମଣିଷ ମରେ ନାହିଁ, ମଣିଷ ଅନନ୍ତ ଜୀବୀ ଅଟେ। ଆଉ ସେ ଆପଣାର ଯାତ୍ରା ସମାପ୍ତ କରି ଆପଣା ଅନନ୍ତ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଉ ସେ ଓଡ଼ିଶାରେ ଅଗଣିତ ଲୋକଙ୍କୁ ଯୀଶୁଖ୍ରୀଷ୍ଟଙ୍କର ସତ୍ୟ ଶିକ୍ଷା ଦେଇଛନ୍ତି। ସେ କହିଛନ୍ତି ଯେ ଯୀଶୁ ହିଁ ଏକମାତ୍ର ମାଧ୍ୟମ ଅଟନ୍ତି ସ୍ୱର୍ଗ ଯିବା ପାଇଁ। ସେ ବିଭିନ୍ନ ମାଧ୍ୟମରେ କଥା ହେଇଛନ୍ତି। ସେ ଅନ୍ୟ ପୃଷ୍ଠଭୂମିର ଭାଇ ଭଉଣୀମାନଙ୍କ ସହିତ ମଧ୍ୟ ସେ ସୁନ୍ଦର ଭାବରେ କଥା ହେଇଛନ୍ତି। ସେ ମିଷ୍ଟଭାଷୀ, ଆଉ ସେ ଜଣେ ବହୁଦର୍ଶୀ ନେତା। ସେ କେବଳ ବାରଖମା ପାଇଁ ନୁହଁ, କନ୍ଧମାଳ ଜିଲ୍ଲା ବାହାରେ, ରାଜ୍ୟ ବାହାରେ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଥିଲେ। ବାସ୍ତବରେ ମାଟିର ମଣିଷ ମାଟିରେ ମିଶିବ, ଚିରଦିନ ତ ରହିବ ନାହିଁ। ଯିଏ ଆପଣାର ସବୁ ହେବେ, ପର କେହି ସଙ୍ଗତେ ରହିବ। ରାଜ୍ୟ ବାହାରେ ଓ ରାଜ୍ୟର ଅନେକ ଜିଲ୍ଲାକୁ ଯାଇ ଖ୍ରୀଷ୍ଟଧର୍ମ ପ୍ରଚାର କରି ଅନେକ ଲୋକଙ୍କୁ ସତ୍ୟର ପଥ ଦେଖାଇଥିଲେ। କିଛିଦିନ ହେବ ସେ ରକ୍ତ କର୍କଟ ରୋଗରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ଘରୋଇ ମେଡିକାଲ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ 53 ବର୍ଷ ବୟସ ହୋଇଥିଲା। ସେ ନିଜ ପରିବାର ସହିତ ପଡ଼ୋଶୀ ରାଜ୍ୟ ରାୟପୁରରେ ବସବାସ କରୁଥିଲେ। ମୃତ୍ୟୁ ପରେ ତାଙ୍କ ମୃତ ଶରୀର ନିଜ ଜନ୍ମସ୍ଥାନ ବାରଖମାକୁ ଅଣାଯାଇଥିଲା। ଏହି ମହାନ ବ୍ୟକ୍ତି ଇହଧାମ ତ୍ୟାଗ କରି ଆରପାରିକୁ ଚାଲିଗଲେ ସମସ୍ତଙ୍କ ଚକ୍ଷୁରେ ଲତପତି। ସେହି ମହାନ ବ୍ୟକ୍ତିଙ୍କ ବିୟୋଗରେ ଆଜି ସାରା ଅଞ୍ଚଳ ଶୋକାକୁଳ ଓ ମର୍ମାହତ। ସାରା ରାଜ୍ୟରୁ ପାଖାପାଖି 7000 ଊର୍ଦ୍ଧ୍ୱ ତାଙ୍କୁ ଭଲ ପାଉଥିବା ଲୋକ ତାଙ୍କ ଶେଷ ଦର୍ଶନ ସହ ଶେଷକୃତ୍ୟରେ ସାମିଲ ହୋଇଥିଲେ। ଏହି ଶେଷ ଯାତ୍ରାର କାର୍ଯ୍ୟକ୍ରମକୁ ଜିତୁଲିମା ଟାଟାର ଜାମସେଦପୁର ଓ କଟକର ନିରଞ୍ଜନ ତୁର୍କୁ ପରିଚାଳନା କରିଥିଲେ। ଯାହାଙ୍କର ସମାଧି କାର୍ଯ୍ୟ ଏବେ ସମାପ୍ତ ହୋଇଛି, ସେ ହେଉଛନ୍ତି ମୋର ପ୍ରିୟ ସାର୍, ମୋର ପ୍ରିୟ ଗୁରୁ, ମୋର ପ୍ରିୟ ବାଳକ, ମୋର ମେଣ୍ଟର, ମୋର ଶିକ୍ଷକ। କହିବା ପାଇଁ ଗଲେ ଯେଉଁ ସମସ୍ତ ବିଷୟ ମୁଁ କହିବି, ଏହି ସମସ୍ତ କ୍ୱାଲିଟି ମୁଁ ତାଙ୍କ ପାଖରେ ପାଇଛି। ତାଙ୍କ ପାଖରେ ଅଗାଧ ଜ୍ଞାନର ଭଣ୍ଡାର, ଯାହା ବି ଆଜି ୟୁଟ୍ୟୁବରେ ଛାଇ ହୋଇକିନା ରହିଛି, ତାହାଙ୍କର ଅଗାଧ ବାଇବେଲ ଜ୍ଞାନର ଆଞ୍ଜୁଳାଏ ମାତ୍ର। ଆହୁରି ତାଙ୍କଠାରୁ ଆମ ଓଡ଼ିଶାକୁ, ଆମମାନଙ୍କର ପ୍ରିୟ RBF ପରିବାରକୁ ବହୁତ କିଛି ଶିଖିବାର ବାକି ଥିଲା। ଆଉ ତାହାଙ୍କର ମୃତ୍ୟୁରେ ବାସ୍ତବରେ ଏ ପ୍ରକାର କ୍ଷତି ହେଇଛି, ମୁଁ ବ୍ୟକ୍ତିଗତ ଭାବରେ କେବେ ବି ଆମମାନେ ଚିନ୍ତା କରିନଥିଲୁ। ମୁଁ ବି ଚିନ୍ତା କରିନଥିଲି, କାହିଁକି ତାହାଙ୍କର ଯେଉଁ ଟ୍ରିଟମେଣ୍ଟ ଚାଲିଥିଲା, ଡକ୍ଟର ସିଧାସଳଖ ଭାବରେ କହିଥିଲେ ଭୟ କରିବାର କୌଣସି କାରଣ ନାହିଁ। ଏ ଯେଉଁ ଲିମ୍ଫୋମା ଆଉ ବ୍ଲଡ଼ କ୍ୟାନ୍ସର ସେଇଟା ଗୋଟେ ଲୋ ଗ୍ରେଡ୍ ବୋଲି ତାଙ୍କୁ କୁହାଯାଇଥିଲା। ସେଥିପାଇଁ ଆଉ ଆମେ ମଧ୍ୟ ଆଶା ବାନ୍ଧିଥିଲୁ, ବଳ ବାନ୍ଧିଥିଲୁ। କିନ୍ତୁ ଯେଉଁ ଟ୍ରିଟମେଣ୍ଟ ହେଉଥିଲା, ଟ୍ରିଟମେଣ୍ଟର ସାଇଡ଼୍ ଇଫେକ୍ଟ ଦ୍ୱାରା ସେ ବହୁତ ସିରିୟସ୍ ହୋଇପଡ଼ିଲେ। ତାଙ୍କର ହ୍ୱାଇଟ୍ ବ୍ଲଡ଼ ସେଲ୍ କମିଗଲା, ଲୋ BP ହେଲା, ଆଉ ଲଙ୍ଗସରେ ମକସ୍ ଜମା ହେଇଗଲା। ଯଦି ଲୋ BP ହେବା ଯୋଗୁଁ ଟ୍ରିଟମେଣ୍ଟ ହେବା ପାଇଁ ବିଳମ୍ବ ହେଲା। ଯଦି ଡକ୍ଟରଙ୍କ ଅନୁସାରେ BP ଇନକ୍ରିଜ୍ କରିଥାନ୍ତା, ଟ୍ରିଟମେଣ୍ଟ ସମ୍ଭବ ଥିଲା। ରୋଗ କୌଣସି ମାରାତ୍ମକ ବିଷୟ ନଥିଲା। କନ୍ଧମାଳ ଜିଲ୍ଲାର ପୁନା ଦିଗାଲଙ୍କ ରିପୋର୍ଟ, ଖବର ଟୁଡେ।